ବର୍ଷର ଅପେକ୍ଷା ପରେ ଭାରତୀୟ ଦଳକୁ ଫେରିଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କର ଖାସ୍ ଖେଳାଳି। ଛିଡ଼ା ଛିଡ଼ା ଲଗାଉଛନ୍ତି ଛକା। ଭୟରେ ହାର୍ଦ୍ଦିକ ପାଣ୍ଡ୍ୟା କେଉଁ ଖେଳାଳି ଯେ କି ହାର୍ଦ୍ଦିକ ପାଣ୍ଡ୍ୟାକୁ ରିପ୍ଲେସମେଣ୍ଟ କରିପାରିବେ? ଆସନ୍ତୁ ଏହା ବିଷୟରେ ଜାଣିବା। ଆପଣମାନେ ଏହା ଜାଣିଥିବେ କି ୱାନଡେ ବିଶ୍ୱକପ୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିରୁଦ୍ଧ ମ୍ୟାଚରେ ଗୋଡ଼ ମୋଡ଼ି ହେବା କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି ଏବଂ ଆଫଗାନିସ୍ତାନ ଟି20 ବିରୁଦ୍ଧ ସିରିଜରେ ମଧ୍ୟ ସେ ବାଦ୍ ପଡ଼ିଛନ୍ତି, ଯେଉଁ କାରଣରୁ 14 ମାସ ପରେ ଟି20 ଦଳକୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଫେରିଛନ୍ତି। କିନ୍ତୁ ବାକି 13 ଜଣ ଖେଳାଳି ହେଉଛନ୍ତି ଯୁବ ଖେଳାଳି। କିନ୍ତୁ ଜଣେ ଏପରି ଖେଳାଳି ସ୍ଥାନ ପାଇଛନ୍ତି ଯିଏକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ରିପ୍ଲେସମେଣ୍ଟ କରିପାରୁଛନ୍ତି। କାରଣ ରଞ୍ଜି ଟ୍ରଫି ମୁମ୍ବାଇ ଇଣ୍ଡିଆନ୍ସ ଆସାମ ମଧ୍ୟରେ ଖେଳା ଯାଇଥିଲା, ଯେଉଁଥିରେ କି ମୁମ୍ବାଇ ପଟୁ ଖେଳି ମହେନ୍ଦ୍ର ସିଂ ଧୋନିଙ୍କର ଖାସ୍ ଖେଳାଳି ଶିବମ ଦୁବେ ଆସାମ ବିରୁଦ୍ଧରେ ବହୁତ ଭଲ ବ୍ୟାଟିଂ କରିଛନ୍ତି। ସେ ମାତ୍ର 48 ବଲକୁ ଧୁଆନ୍ଧାର 108 ରନ୍ କରିଛନ୍ତି, ଯେଉଁଥିରେ କି କେବଳ ବ୍ୟାଟିଂ ନୁହେଁ, ସେ ବୋଲିଂରେ ମଧ୍ୟ 11 ଓଭରକୁ 7 ଓଭର ମେଡେନ୍ ଦେବା ସହିତ 10 ରନରେ 5ଟି ୱିକେଟ୍ ନେଇଛନ୍ତି, ଯେଉଁଥିପାଇଁ ଆଫଗାନିସ୍ତାନ ବିରୁଦ୍ଧରେ 3ଟି ଟି20 ସିରିଜରେ ମଧ୍ୟ ତାଙ୍କୁ ଭାରତୀୟ ଦଳ ଅଲରାଉଣ୍ଡର ଭାବରେ ସ୍ଥାନ ମିଳିଅଛି। ଏବଂ ବର୍ତ୍ତମାନ ଏହା ସୂଚନା ମିଳିଅଛି କି 2024 ଟି20 ବିଶ୍ୱକପ୍ ପାଇଁ ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଇଞ୍ଜରୀରୁ ରିକଭରି ନ ହୁଅନ୍ତି, ତାହେଲେ ତାଙ୍କ ସ୍ଥାନରେ ଶିବମ ଦୁବେ ଦଳରେ ସ୍ଥାନ ପାଇପାରନ୍ତି। ଆପଣମାନଙ୍କ ମତରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ମଧ୍ୟରୁ କିଏ ଭଲ ଅଲରାଉଣ୍ଡର? କମେଣ୍ଟ କରି ନିଜର ମତାମତ ଜଣାନ୍ତୁ।